କାଳ ଆପଣଙ୍କୁ ଓଭରଟେକ୍ କରିବ। ସେ ଆପଣ ଜାଣିପାରିବେନି। ଆପଣ ଖାଉଥିବେ, ବହୁଥିବେ, ଶୋଉଥିବେ, ଉଠୁଥିବେ, ଖାଇବେ, କହିବେ, ଶୋଇବେ, ଉଠିବେ, ଖାଇବେ, ଉଠିବେ, ଶୋଇବେ, କିନ୍ତୁ କାଳ ଆପଣଙ୍କୁ ଧାରଟି କ୍ରସ କରିବ, ଆପଣ ବୁଢ଼ା ହେଇ ଖତମ। ଆପଣଙ୍କୁ କ୍ରସ, ତାକୁ କୁହନ୍ତି ଓଭରଟେକ୍। କାଳ ତୁମକୁ ଓଭରଟେକ୍ କରେ। ଏମିତି ତୁମକୁ ସିମ୍ବଲ ଦେବନି ଯେ ହଁ ତୁ କାଲି ମରିବୁ, ଏହା ହବ, ଏହା ନାଇଁ। ସେ ଆପଣଙ୍କୁ ଓଭରଟେକ୍ କରିବ। ସିଏ କିଏ? ଅତିକ୍ରମାତ। ଅତିକ୍ରମାତ ମାନେ ଓଭରଟେକ୍। ଅତିକ୍ରମାତ ଅଭିଜ୍ଞାତ। ଅଜ୍ଞାନ। କାଳ ଗୋଟେ ଏମିତିଆ ବସ୍ତୁ, ଏମିତିଆ ଜିନିଷ, ସେ ଆପଣଙ୍କୁ ଅଜ୍ଞାନରେ ଓଭରଟେକ୍ କରିବ। ଅନୋଇଂଲି ଦେଖା ଦେଖାଯାଉନି, ବାଳ ପାଚିଲାଣି, ଆନ୍ତ ଖସିଯିବ, ଅନୋଇଂଲି ଆପଣଙ୍କୁ ବୁଢ଼ାଏ ସଂସାର ମାନେ ଖାଇଦେବ। ତେଣୁ ଏବଂ ଗୃହେଷୁ ସକ୍ତାନାଂ ପ୍ରମାଥନମ୍ ଏତଦୀୟ ଅତିକ୍ରମାତ ଅଭିଜ୍ଞାତ। ଦେଖିପାରୁନୁ କାଳକୁ। ତେଣୁ ଏଇଭଳି ଭାବରେ ଧିକ୍କାରିଲା ପରେ ଯା ମନକୁ ପଳା, ଯା ଝାଡ଼ି ଘର। ଧୃତରାଷ୍ଟ୍ର କିଛି ଦିନ ପରେ ରାତିରେ ଛାଡ଼ିକି ପଳେଇଛନ୍ତି। ନ କହିକି ପଳେଇଲେ। ତେଣୁ ବିଦୁର ମହାରାଜଙ୍କର କଥା ଶୁଣିକିରି ରାତି ଅଧାରେ ପଳେଇଛନ୍ତି। ଆଉ ଯୁଧିଷ୍ଠିର ମହାରାଜ କହୁଛନ୍ତି ପିତରଂ ଉପରତେ ପାଣ୍ଡୁ ସର୍ପାନ୍ନ ସୁହତ୍ସିଷୁଂ ଅରକ୍ଷତାଂ ବିସନତ ପିତୃ ଓ ଗତା ବିଧି। ଯେତେବେଳେ ଆମର ପିତା ପାଣ୍ଡୁ ମୃତ୍ୟୁବରଣ କଲେ ଏବଂ ଆମେମାନେ ଛୋଟ ଛୋଟ ପିଲା ଥିଲୁ, ସେତେବେଳେ ଏଇ ଦୁଇ ପିତା ଆମମାନଙ୍କୁ ପିତୃବୁଆ ମାନେ ଗାନ୍ଧାରୀ ଆଉ ଧୃତରାଷ୍ଟ୍ର ଆମମାନଙ୍କୁ ସମସ୍ତ ବିପଦରୁ ରକ୍ଷା କରିଥିଲେ। ସେମାନେ ସର୍ବଦା ଆମମାନଙ୍କର ଶୁଭାକାଂକ୍ଷୀ ଥିଲେ। ଆହା, ସେମାନେ ଆଜି ଏଠାରେ କୁଆଡ଼େ ଚାଲିଗଲେ? ଦେଖନ୍ତୁ ବୈଷ୍ଣବର ଗୁଣ, ଦେଖନ୍ତୁ ବୈଷ୍ଣବର ଗୁଣ କେମିତିକା। ଏତେ କଷ୍ଟ ପାଇଲା ପରେ ମଧ୍ୟ ସେ ଖୋଜୁଛନ୍ତି କାହାକୁ? ଧୃତରାଷ୍ଟ୍ରକୁ। କୁଆଡ଼େ ଗଲେ ଗାନ୍ଧାରୀ ଧୃତରାଷ୍ଟ୍ର? ଯେତେବେଳେ ପାଣ୍ଡୁ ଆମର ପିତା ମରିଗଲେ ଆମକୁ ସେ କେତେ ସାହାଯ୍ୟ କରିଥିଲେ। ଏତେ ଶତ୍ରୁତା ଆକ୍ରମଣ କଲା ପରେ ମଧ୍ୟ ଗୋଟେ ଲୋକ ତଥାପି ପଜିଟିଭ ତା ପ୍ରତି ସେ ମଣିଷ ମହାରାଜ ବୈଷ୍ଣବ। ବୈଷ୍ଣବ ପକଡ଼ାଇ କହୁଛି କ'ଣଟା ତିରସ୍କୃତା ନାହିଁ। ଆଉ ଗୋଟେ ଯେଉଁ ଆଉ ଶ୍ଲୋକ ଯେଉଁ କପିଳମୁନିଙ୍କର ସାଧୁ କିଏ? ସାଧୁ ଭୂଷଣ କ'ଣଟା? ସାଧୁ ଭୂଷଣ ତିରସ୍କୃତାର ନାହିଁ। ଏଇଟା ପ୍ରଥମ ସ୍କନ୍ଧଟା।